ଶୁଣନ୍ତୁ ନା, ପିଲାଦିନେ ଆପଣମାନେ କ'ଣ କେବେ ଆମ୍ବୁଲ, କୋଳି, ତେନ୍ତୁଳି ଏସବୁ ଚୋରେଇକି ଖାଇଛନ୍ତି? ତା ମଜା କେବେ ନେଇଛନ୍ତି? ଆଉ କେବେ ଧରା ପଡ଼ିକି ବାଡ଼ିଆ ଖାଇଛନ୍ତି? ଆଉ କେବେ ଧରା ନ ପଡ଼ି ଖସି ଯାଇଛନ୍ତି? କ'ଣ ଏମିତି ସବୁ ମେମୋରି ଆପଣଙ୍କର ମନେ ଅଛି କି? ତାହେଲେ ମୁଁ ଗୋଟେ ମେମୋରି କହୁଛି, ଶୁଣନ୍ତୁ ନା। ମୋର ବୟସ ସେତେବେଳକୁ 3 କିମ୍ବା 4, ଖରାବେଳ ପାଖାପାଖି 3ଟା ହେଇଗଲାଣି। ସେତେବେଳେ ଆଈ ବାହାରେ କ'ଣ କାମ କରୁଥାଏ। ସେଇ ପୁରୁଣା କାଳିଆ ଗାଁ ଘର, ମାଟି ଚାଳ ଘର, ଆଉ ତା ଭିତରେ ଥାଏ ଗୋଟେ କାଚ ବମ୍, ଆଉ ସେ ଡବା ଭିତରେ ଥାଏ ସୋରିଷ ମସଲା ଦିଆ ଆମ୍ବ ଆଚାର, ଆଉ ପାଖରେ ଥାଏ ପାଣି ମାଠିଆ। କିଛି ସମୟ ଆଗରୁ ମାଠିଆରେ ପାଣି ପଶିଥିଲା ବୋଧେ। ମାଠିଆଟା ତ ପୁରା ଭର୍ତ୍ତି। ବଡ଼ କାଚ ଡବାକୁ ମୋ ଭଳିଆ ଗୋଟେ କୁନି ପିଲାଟା ସେ କ'ଣ ଉଠେଇକି ଆଣିପାରିଥାନ୍ତା? ଚେଷ୍ଟା କରି ଡବାଟିକୁ ଆଣୁ ଆଣୁ ସେଇଟା ସେ ମାଠିଆ ଉପରେ ହିଁ ପଡ଼ିଗଲା। କାଚ ଡବା ତ ପୁରା ଚୂନ ହେଇଗଲା। ଆଉ ସେଇଥିରେ ଥିବା ଆଚାର ଛାଡ଼ନ୍ତୁ, ଆଉ ସେ ମାଠିଆଟା ବି ଭାଙ୍ଗିଗଲା। ମାଠିଆ ଭାଙ୍ଗିଗଲା ପରେ ଘର ସାରା ପାଣି, ମାଟି ଘର ନା, ଘର ସାଙ୍ଗେ ସାଙ୍ଗେ କାଦୁଅ ହେଇଗଲା। ତାପରେ ଆଈ ଆସି ଯେବେ ଏଇସବୁ ଦେଖିଲା, ବୁଝିପାରୁଥିବେ ମୋ ଅବସ୍ଥାଟା କ'ଣ ହେଇଥିବ। ସେଦିନର କଥା ତ ମୁଁ ଜମା ଭୁଲିପାରେନି। ଆଉ ୟା ଭିତରେ ଆମ ଘାଣ୍ଟ ବି ପୁରା ରେଡ଼ି। ଆଉ ଯଦି ମୋ କାହାଣୀ ଭଲ ଲାଗିଥାଏ କମେଣ୍ଟସ୍ କରନ୍ତୁ। କାହା କାହା ଲାଇଫ୍ରେ ଏମିତି ହେଇଛି କୁହନ୍ତୁ।